କୁଆ ଚିଡ଼ିଆର ପଡ଼ୋଶୀ ଥିଲା। ତାକୁ ବହୁତ ଜୋର ଭୋକ ଲାଗୁଥାଏ, କିନ୍ତୁ ତା ପାଖରେ ଖାଦ୍ୟ ନଥିଲା। କୁଆ କହିଲା, ଯଦି ମୁଁ ଏମିତି ବସି ରହିବି ଭୋକରେ ମରିଯିବି। ମୁଁ ଚିଡ଼ିଆ ପାଖକୁ ଯାଉଛି। ଚିଡ଼ିଆଠାରୁ ଖୁଦ ନିଶ୍ଚୟ ମିଳିଯିବ। ତାହା ଖାଇ ପେଟ ଭରି ନେବି। ଏହା ଭାବି କୁଆ ଚିଡ଼ିଆ ପାଖକୁ ଯାଏ। କ'ଣ କଥା କୁଆ ଭାଇ, ଆଜି ସକାଳୁ ସକାଳୁ ଆସିଛ? ଚିଡ଼ିଆ, ମୁଁ ରାତିଠାରୁ ଭୋକରେ ଅଛି। ଭୋକ କାରଣରୁ ମୋତେ ବହୁତ ଦୁର୍ବଳ ଲାଗୁଛି। କୁଆ ଭାଇ, ମୋ ଠାରେ ତ ଖୁଦ ନାହିଁ। ଯଦି ଥାନ୍ତା ତ ମୁଁ ନିଶ୍ଚୟ ଦେଇ ଦେଇଥାନ୍ତି। ଚିଡ଼ିଆ, ତୁ ଗୋଟିଏ ଦିଗକୁ ଯା, ଅନ୍ୟ ଦିଗ ପଟେ ମୁଁ ଯାଏ। ଯାହା ମିଳିବ ଆମେ ଭାଗ ବାଣ୍ଟି ଖାଇନେବା। ଏହା ତ ଠିକ୍ ଅଛି, କିନ୍ତୁ ତୁମେ ତମ କଥା ନ ରଖିଛ ତ ମୁଁ ଆଉ କେବେ ତମର ବିଶ୍ୱାସ କରିବି ନାହିଁ। ମୁଁ ସତ କହୁଛି, ମୋତେ ବିଶ୍ୱାସ କର। ଚିଡ଼ିଆ ଓ କୁଆ ଭିନ୍ନ ଭିନ୍ନ ଦିଗରେ ଉଡ଼ିଯାଆନ୍ତି। କୁଆ ଉଡ଼ି ଉଡ଼ି ଗୋଟିଏ ଗାଁରେ ପହଞ୍ଚେ, କିନ୍ତୁ ତାକୁ ଏପର୍ଯ୍ୟନ୍ତ କିଛି ଖାଦ୍ୟ ମିଳିନଥାଏ। ସୁନ୍ଦରୀ ମାଉସୀ ଘରେ ଚକୁଳି ପିଠା ପୋଡ଼ୁଥାଏ। ଚକୁଳି ପିଠାର ବାସ୍ନା ଶୁଙ୍ଘି କୁଆ ମୁହଁରୁ ପାଣି ଆସିଯାଉଥାଏ। ମୋର ଏତେ ଭାଗ୍ୟ କାହିଁ ମୋତେ ଏ ଚକୁଳି ପିଠା ମିଳିବ? ଏଠାରୁ ଯାଏଁ କିଛି ଦୂରରେ କିଛି ନା କିଛି ଖାଦ୍ୟ ମିଳିଯାଇପାରେ। ସେ ଫେର ଉଡ଼ି ଉଡ଼ି ଯାଉଥିବା ବେଳେ ସ୍କୁଲ ନିକଟ ରାସ୍ତାରେ ତାକୁ ଏକ ଜିନିଷ ଦେଖାଯାଏ। କୁଆ ତୁରନ୍ତ ତଳକୁ ଆସେ ଏବଂ ସେ ଜିନିଷକୁ ଉଠାଇ ଜଙ୍ଗଲ ଆଡ଼କୁ ଚାଲିଯାଏ। ଏ ତ ଖାଇବା ଜିନିଷ ନୁହଁ। ଏ କ'ଣ ହୋଇଥାଇପାରେ? କୁଆ ତାକୁ ଥଣ୍ଟରେ ଉଠାଇ ଜୋରରେ ଫୁଙ୍କିଦିଏ। ହୁଇସିଲଟି ବାଜିବାକୁ ଲାଗେ। ଯାହା କୌଣସି ଛୁଆର ହୁଇସିଲଟି ଖସି ପଡ଼ିଥିଲା। କୁଆ ଡରରେ ଦୂରକୁ ଚାଲିଯାଏ, ଆଉ ସେ ସିଟି ତଳକୁ ଖସି ପଡ଼େ। ଧୀରେ ଧୀରେ କୁଆ ଡରି ଡରି ସେ ହୁଇସିଲ ପାଖକୁ ଯାଏ। ଏ ତ ଛୋଟ ଜିନିଷ, କିନ୍ତୁ ଏତେ ଜୋର ଶବ୍ଦ ଦେଉଛି। ଏ ତ ବହୁତ ଆଶ୍ଚର୍ଯ୍ୟ ଜିନିଷ। କୁଆ ହୁଇସିଲଟି ଥଣ୍ଟରେ ଉଠାଇ ଚିଡ଼ିଆ ପାଖକୁ ଚାଲିଯାଏ। କୁଆ ଭାଇ, ସାରା ଜଙ୍ଗଲ ଖୋଜିଲି, କିନ୍ତୁ ମୋତେ କୌଣସିଠାରେ ଖାଦ୍ୟ ମିଳିଲା ନାହିଁ। ତମକୁ କୌଣସି ଖାଦ୍ୟ ମିଳିଲା କି? ନା ଚିଡ଼ିଆ, ଖାଇବାକୁ କିଛି ମିଳିଲା ନାହିଁ, କିନ୍ତୁ ଗୋଟିଏ ଜିନିଷ ମିଳିଛି, ଯାହାଦ୍ୱାରା ଆମେ ଖାଦ୍ୟ ଚୋରି କରିପାରିବା। ଏମିତି କ'ଣ ଜିନିଷ କୁଆ ଭାଇ, ଦେଖାଅ। କୁଆ ନିଜ ଥଣ୍ଟରେ ରଖି ଜୋରରେ ହୁଇସିଲଟି ଫୁଙ୍କେ। ଏହା ଶୁଣି ଚିଡ଼ିଆ ଡରିଯାଏ। ଚିଡ଼ିଆ କହେ, ଏହା କୌଣସି ମଣିଷର ଜିନିଷ। ହା ହା ହା। ଚିଡ଼ିଆ, ଏହା ମୋତେ ମଣିଷମାନଙ୍କ ଗାଁରୁ ହିଁ ମିଳିଛି। ସୁନ୍ଦରୀ ମାଉସୀ ଗରମ ଗରମ ଚକୁଳି ପିଠା ପୋଡ଼ୁଛି। ଦୁଇ ଜଣ ମିଶି ସୁନ୍ଦରୀ ମାଉସୀଠାରୁ ଚକୁଳି ପିଠା ଚୋରି କରି ଆଣନ୍ତେ ତ ଦୁଇ ଜଣଙ୍କ ପେଟ ଭରିଯାଆନ୍ତା। ଚିଡ଼ିଆ କହେ, କିନ୍ତୁ ମଣିଷଙ୍କ ଠାରୁ ଚୋରି କରିବା ବହୁତ ମୁସ୍କିଲ କାମ। ମୁଁ ଶୁଣିଛି ମଣିଷମାନଙ୍କଠାରେ ବନ୍ଧୁକ ଥାଏ। ଫେର କୁଆ ଚିଡ଼ିଆକୁ ନିଜର ଯୋଜନା କହେ। ଚିଡ଼ିଆ କହେ, କୁଆ ଭାଇ, ଏ ତ ଠିକ୍ କଥା, କିନ୍ତୁ ତମେ ସିଟି ସେତେବେଳେ ବଜାଇବ ଯେତେବେଳେ ସୁନ୍ଦରୀ ମାଉସୀ ରୋଷେଇ ଘରଠାରୁ ଦୂରରେ ଥିବ। ତୁ ଚିନ୍ତା କର ନାହିଁ। ମୁଁ ଗଛରେ ବସି ଲୁଚି ରହିଥିବି। ଯେମିତି ସୁନ୍ଦରୀ ମାଉସୀ ଘରଠାରୁ ଦୂରକୁ ଯିବ, ମୁଁ ହୁଇସିଲ ବଜାଇ ଦେବି। ଦୁଇ ଜଣ ଭୋକରେ ଥିଲେ। ସେମାନେ ପେଟ ଭରିବା ପାଇଁ ଏମିତି ବିପଦପୂର୍ଣ୍ଣ ଯୋଜନା କଲେ। ଫେର ଦୁଇ ଜଣ ସେ ଗାଁକୁ ଯାଆନ୍ତି। କୁଆ ସିଟିକୁ ନେଇ ଗୋଟିଏ ଗଛରେ ଲୁଚି ବସି ରହେ, ଆଉ ଚିଡ଼ିଆ ସୁନ୍ଦରୀ ମାଉସୀ ଘର ଛାତ ଉପରେ ବସିଯାଏ। ଯେମିତି ସୁନ୍ଦରୀ ମାଉସୀ ପାଣି ଆଣିବା ପାଇଁ ବାହାରକୁ ଯାଏ, କୁଆ ହୁଇସିଲ ବଜାଇ ଦିଏ, ଆଉ ଚିଡ଼ିଆ ରୋଷେଇ ଘରୁ ଯାଇ ଚକୁଳି ପିଠା ନେଇ ଆସେ। ସୁନ୍ଦରୀ ମାଉସୀ ଆସିବା ପର୍ଯ୍ୟନ୍ତ ଚିଡ଼ିଆ ସେଠାରୁ ଚକୁଳି ପିଠା ନେଇ ଚାଲି ଆସେ। କୁଆ କହେ, ମଜା ଆସିଗଲା। ଏ କାମ ବହୁତ ସହଜ। ଆମେ ତ ସବୁଦିନ ସୁନ୍ଦରୀ ମାଉସୀଠାରୁ ଚକୁଳି ପିଠା ଚୋରାଇ ପାରିବା। ନିଅ କୁଆ ଭାଇ, ଏ ଚକୁଳି ପିଠା ଅଧା ଅଧା ବାଣ୍ଟି ଦିଅ।
କୁଆ ଚକୁଳି ପିଠାକୁ ନେଇ କିଛି ଦୂରରେ ରଖି ପିଠାକୁ 3 ଭାଗ କରେ। ଚିଡ଼ିଆ କହେ, କୁଆ ଭାଇ, ଆମେ ତ 2, ଫେର ଏ 3 ଭାଗ କ'ଣ ପାଇଁ? କୁଆ କହେ, ଗୋଟିଏ ମୋର, ଗୋଟିଏ ତୁମର, ଆଉ ଗୋଟିଏ ଏ ହୁଇସିଲର, ଯାହାଦ୍ୱାରା ଆମେ ଚୋରି କରିପାରିଲେ। ଚିଡ଼ିଆ କହେ, ନା ନା, ଏ ହୁଇସିଲ କ'ଣ ଚକୁଳି ପିଠା ଖାଇବ? କୁଆ କହେ, ଏ ହୁଇସିଲ ମୋର, ତେଣୁ ଏହାର ଭାଗ ବି ମୁଁ ଖାଇବି। କୁଆ ହୁଇସିଲ ଭାଗ ଚକୁଳି ପିଠା ନେଇ ସେଠାରୁ ଚାଲିଯାଏ। ଚିଡ଼ିଆ କହେ, ଏ କୁଆ ମୋ ସାଥିରେ ସବୁବେଳେ ଏମିତି କରେ, କିନ୍ତୁ ମୁଁ କାଲି ଏହାକୁ ନିଶ୍ଚୟ ପାନ ଦେବି, ଯେମିତି ଆଉ କାହା ସାଥିରେ ଏମିତି କରିବ ନାହିଁ। ଏହାପରେ ସେ ଛୋଟ ଚକୁଳି ପିଠା ଖଣ୍ଡ ଖାଇ ସେଠାରୁ ଚାଲିଯାଏ। କୁଆ ବି ନିଜ ବସାରେ ବସି ବଡ଼ ମଜାରେ ସେ ଚକୁଳି ପିଠା ଖାଉଥିଲା। ସେ ରାତି କୁଆ ଆରାମରେ ଶୋଇପଡ଼େ। ସକାଳ ହୋଇଯାଏ। କୁଆ ସକାଳୁ ସକାଳୁ ନିଜ ହୁଇସିଲ ନେଇ ଚିଡ଼ିଆ ପାଖକୁ ଯାଏ। ଚିଡ଼ିଆ, ଚିଡ଼ିଆ, ଚାଲ ଯିବା, ମୋତେ ଭୋକ ହେଲାଣି। ଆମେ ଯାଇ ସୁନ୍ଦରୀ ମାଉସୀଠାରୁ ପିଠା ଚୋରି କରିବା। ଚିଡ଼ିଆ କହେ, ଆଜି ମୁଁ ଗଛରେ ବସି ହୁଇସିଲ ଫୁଙ୍କିବି, ତମେ ଚକୁଳି ପିଠା ଚୋରି କରିବ। ଏ ତ ବହୁତ ସହଜ। କୁଆ ଚିଡ଼ିଆ 2 ଜଣ ଗାଁ ଆଡ଼କୁ ଯାଆନ୍ତି। ଚିଡ଼ିଆ ହୁଇସିଲ ନେଇ ଗଛ ଡାଳରେ ବସି ଲୁଚି ରହେ, ଆଉ କୁଆ ସୁନ୍ଦରୀ ମାଉସୀ ଘର ଛାତରେ ବସିଯାଏ। ଚିଡ଼ିଆ କହେ, ଲାଲଚି କୁଆ, ଆଜି ତୋତେ ମଜା ନିଶ୍ଚୟ ଚଖାଇବି। ସୁନ୍ଦରୀ ମାଉସୀ ପିଠା ତାୱାରେ ପୋଡ଼ୁଥାଏ। ଏହି ସମୟରେ ଚିଡ଼ିଆ ହୁଇସିଲ ବଜାଇ ଦିଏ। କୁଆ ଭାବେ ସୁନ୍ଦରୀ ମାଉସୀ ଘରୁ ଦୂରକୁ ଯାଇଛି। କୁଆ ଘର ଛାତରୁ ଶୀଘ୍ର ଶୀଘ୍ର ଉଡ଼ି ପିଠା ଚୋରି କରିବାକୁ ଆସେ। ସୁନ୍ଦରୀ ମାଉସୀ କୁଆକୁ ଦେଖି ଧରିଥିବା ଗରମ ଖୁସିଣୀରେ 2 ପାହାର ଦିଏ। କୁଆ କହେ, ହାୟ ମୁଁ ମରିଗଲି, ହାୟ ମୁଁ ମରିଗଲି। ଏମିତି କହି କୁଆ ସେଠାରୁ ଉଡ଼ିଗଲା। କୁଆକୁ ତାର କରିଥିବା କର୍ମର ଦଣ୍ଡ ମିଳିଗଲା।